ଗାଁର ସେଇ ଆମ୍ବତୋଟା ନଈକୂଳ ସହ ଶିବ ମନ୍ଦିରର ସ୍ମୃତି ହୋଇ ରହିଥାଏ ଅନେକ ଯୁବପିଢ଼ିଙ୍କ ଭଲ ପାଇବା। ସେ ସ୍ମୃତି ମନକୁ କେତେବେଳେ ହସାଇ ଦିଏ ତ କେତେବେଳେ କନ୍ଦେଇ ବି ଦିଏ। ଏ କାହାଣୀଟି ହେଉଛି ଗିରିପୁର ଗ୍ରାମର ଅମର ବୋଲି ଗୋଟେ ପୁଅର। ବେଶ ସୁନ୍ଦର ସେ ଦେଖିବାକୁ, ଆଉ ସେ ଗାଁରେ ଅମରକୁ କାହ୍ନା ନାମରେ ଡାକନ୍ତି। ବହୁତ ଅନାଡ଼ି ସହ ଚଗଲାମୀ ପୁଅଟି, କିନ୍ତୁ କେବେ କାହାରିକୁ କଷ୍ଟ ଦିଏନି କି ବଡ଼ ଲୋକଙ୍କୁ ଉଚ୍ଚ ସ୍ୱରରେ କଥା ବି ହେଇନି। ସେଥିପାଇଁ ତ ଅମରର ଚଗଲପଣକୁ ଦେଖି ଗାଁର ଲୋକମାନେ ତାକୁ କାହ୍ନା ବୋଲି ଡାକନ୍ତି। ସକାଳ ହେଲେ ଅମର ବାପାଙ୍କୁ ସାହାଯ୍ୟ କରିବା ପାଇଁ ଯାଏ ବିଲକୁ। ବିଲରେ ସେଇ ଚାଷ ହେଲା ପରେ ମାଟିରୁ ବାହାରୁଥିବା ସେଇ ମହକ ଆଉ ଝରଣାର କୁଳୁକୁଳିଆ ଶବ୍ଦ ତା ସହ ପକ୍ଷୀମାନଙ୍କ ରାବ ଶୁଣି ଅମରର ଦିନ ସେମିତି ସତେଜ ହେଇଯାଏ। ବିଲରେ ବାପାଙ୍କୁ ସାହାଯ୍ୟ କରିସାରିଲା ପରେ ଘରକୁ ଆସି ସଜବାଜ ହୋଇଯାଏ କଲେଜ ଯିବା ପାଇଁ। କଲେଜରେ ପୁଣି ସାଙ୍ଗମାନଙ୍କ ସହ ମସ୍ତି, ଆଉ କଲେଜରେ ଅମର ଏତେ ପପୁଲାର ଯେ କଲେଜରେ ଥିବା ସବୁ ଝିଅମାନେ ବି ପାଗଳ ଅମର ପାଇଁ। ଅମର ଭାରି ଖୁସି ଥାଏ ତା ଜୀବନରେ। ବାପା ମାଙ୍କ ଆଶୀର୍ବାଦ, ସାଙ୍ଗମାନଙ୍କ ସହଯୋଗ ଆଉ ଗାଁର ଲୋକମାନଙ୍କ ଭଲ ପାଇବା ସତେ ଯେମିତି ସବୁ ଖୁସି ତା ହାତ ପାହାନ୍ତାରେ ଥାଏ। ଏମିତି ଅମରର ଜୀବନ ଚାଲୁଥାଏ। ହଉ ହଉ ଅମରକୁ 25 ବର୍ଷ ହୋଇଯାଏ। ନିଜ ଜନ୍ମଦିନରେ ଅମର ବାପା ମାଙ୍କ ଆଶୀର୍ବାଦ ନେବା ପରେ ସେ ପାଖ ଗାଁ ମନ୍ଦିରକୁ ଗଲା। ସେଇ ମାଟି ରାସ୍ତାରେ ଗୀତ ଗାଇ ଗାଇ ଅମର ଦାସ ବାଇକ୍ ଧରି ଯାଉଥାଏ। ରାସ୍ତାରେ ଯିବା ସମୟରେ ଗାଡ଼ିର ଇଞ୍ଜିନ୍ ଖରାପ ହୋଇଯାଉଥାଏ। ଅବଶ୍ୟ ଅମରର ଘରକୁ ମନ୍ଦିର ଯିବା ପାଇଁ ମାତ୍ର 30 ମିନିଟ୍ ଲାଗେ, କିନ୍ତୁ ଅଧ ରାସ୍ତାରେ ତା ବାଇକ୍ ତା ସାଥ ଦେଇନଥିଲା। ଅମର ବାଇକ୍କୁ ସାଇଡ଼ରେ ରଖି ରାସ୍ତାରେ ଚାଲି ଚାଲି ଯାଉଥାଏ। ଚାଲି ଚାଲି ଯିବା ସମୟରେ ଅମରକୁ ପାଉଁଜି ଶବ୍ଦ ଶୁଭୁଥାଏ। ଅମର ସେଇ ଶବ୍ଦକୁ ଅନୁସନ୍ଧାନ କରିବାରେ ଲାଗିଲା। ସେଇ ପାଉଁଜିର ଶବ୍ଦ ଯେଉଁ ଦିଗ ପଟୁ ବାଜୁଥାଏ ସେଇ ଦିଗ ଦେଇ ଖୋଜିବାରେ ଲାଗିଲା। ମନେ ମନେ ଭାବୁଥାଏ, କିଏ ସେ, କାହା ପାତର ପାଉଁଜି, ଯେଉଁ ଶବ୍ଦ ମୋତେ ଆକର୍ଷିତ କରୁଛେ। ଖୋଜୁ ଖୋଜୁ ପାଇଗଲା ଅମର। ଗୋଟିଏ ସୁନ୍ଦର ଝିଅ, ଗୋଲାପୀ ରଙ୍ଗର ଶାଢ଼ୀ ସହ ଖୋଲା ଚୁଟିରେ ମଲ୍ଲି ଫୁଲ ମାଳ। ଉଫ୍, ଭାରି ସୁନ୍ଦର ଦେଖାଯାଉଥାଏ ସେ ଝିଅ। ଅମର ଖାଲି ଚାହିଁକି ରହୁଥାଏ ସେ ଝିଅକୁ। ତାର ସେଇ ଆଖିରେ ନାଇଥିବା କଜଳ, କାନ ଝୁମୁକା ଆଉ ନାଲି ଲିପଷ୍ଟିକ୍ ଆହୁରି ଅଧିକ ରୂପବତୀ କରିଦେଉଥାଏ ସେ ଝିଅକୁ। ସେ ସୁନ୍ଦର ଝିଅ ତା ସାଙ୍ଗମାନଙ୍କ ସହ ମନ୍ଦିର ଯାଉଥାଏ, ଯେଉଁ ମନ୍ଦିରକୁ ଅମର ଯିବା ପାଇଁ ସ୍ଥିର କରିଥିଲା। ଅମର ବାସ୍ ସେ ଝିଅର ସୁନ୍ଦରତାକୁ ଦେଖି ପୁରା ପାଗଳ ହୋଇଯାଇଥାଏ। ଯେମିତିକି ତା ଜନ୍ମଦିନରେ ଆଉ ଏକ ନୂଆ ଜୀବନ ମିଳିଯାଇଛି, ଆଉ ସେ ଝିଅ ତା ପାଇଁ ଗୋଟେ ଜୀବନସାଥୀ। ଅମର ସେ ଝିଅ ଆଉ ତା ସାଙ୍ଗମାନେ ପୂଜା କରିବା ପାଇଁ ମନ୍ଦିର ଭିତରକୁ ଯିବା ଆଗରୁ ଗୋଡ଼ ଧୋଇବା ପାଇଁ ମନ୍ଦିର ପାଖ ଥିବା ପୋଖରୀକୁ ଗଲେ। ଅମର ମଧ୍ୟ ସେ ଝିଅମାନଙ୍କ ପଛ ପଛେ ଯାଉଥାଏ। ସେ ଝିଅର ଗୋଡ଼କୁ ଏକ ଲୟରେ ଚାହୁଁଥାଏ ଅମର। ସେ ଝିଅ ନାଇଥିବା ପାଉଁଜି ଆଉ ହଳଦୀ ଲାଗିଥିବା ପାଦରେ ଅଳତା ଆହୁରି ଅଧିକ ସୁନ୍ଦର କରିଦେଇଥାଏ ସେ ଝିଅକୁ। ବହୁତ ଚେଷ୍ଟା କରୁଥାଏ ଅମର ସେ ଝିଅର ନାମ ଜାଣିବା ପାଇଁ, କିନ୍ତୁ ପଚାରିଲେ ବି କେମିତି ପଚାରିବ। ଠିକ୍ ସେହି ସମୟରେ ସାଙ୍ଗମାନଙ୍କ ଭିତରୁ ଗୋଟେ ସାଙ୍ଗ ଡାକିଲା, ଏ ନିହାରିକା, ତୋର କ'ଣ ଗୋଡ଼ ଧୁଆ ସରିନି? ଆସେ ଜଲ୍ଦି। ଅମର ମନେ ମନେ ବହୁତ ଖୁସି ସେ ଝିଅର ନାମ ଶୁଣି, ଆଉ ଭାବୁଥାଏ, ନିହାରିକା, କେତେ ସୁନ୍ଦର ତା ନାମ। ନାମ ଯେମିତି ରୂପ ବି ସେମିତି। ଅମର ଆଉ ସେ ନିହାରିକା ସହ ଯେତେ ସାଙ୍ଗମାନେ ଆସିଥିଲେ ସମସ୍ତେ ମନ୍ଦିର ଭିତରକୁ ଯାଇ ନିଜ ନିଜର ପୂଜା କରିଲେ। ପୂଜା କରିସାରିବା ପରେ ସେ ନିହାରିକା ଆଉ ତା ସାଙ୍ଗମାନେ କେତେବେଳେ ସେମାନଙ୍କ ପୂଜା ସାରି ମନ୍ଦିରରୁ ଚାଲିଗଲେ ଅମର ଆଉ ଜାଣିପାରିଲାନି। ବହୁତ ଖୋଜିଲା ଅମର, କିନ୍ତୁ ନା ତ ସେ ନିହାରିକାକୁ ପାଇଲା, ନା ତା ସାଙ୍ଗମାନଙ୍କ ଭିତରୁ କାହାକୁ। ଅମରର ବହୁତ ବିଳମ୍ବ ହୋଇଯାଉଥାଏ ଘରକୁ ଯିବା ପାଇଁ। ସେ ଆଉ ଅଧିକ ସମୟ ନଷ୍ଟ ନ କରି ଘରକୁ ଚାଲିଗଲା। ଘରକୁ ଗଲା ପରେ ଅମରକୁ ଦେଖି ତା ବାପା କହିଲେ, ତୁ କ'ଣ ଚାଲି ଚାଲି ଆସିଲୁ, ତୋ ବାଇକ୍ କାହିଁ? ଅମର ଖାଲି ସେ ନିହାରିକାର ଭାବନାରେ ଏତେ ମଜି ଯାଇଥିଲା ଯେ ବାପାଙ୍କ ପଚାରିଥିବା ପ୍ରଶ୍ନ ବି ତାକୁ କିଛି ଶୁଭୁନଥାଏ। ବାପା ଆସି ମୁଣ୍ଡରେ ଠଣା ମାରି କହିଲେ, କ'ଣ କିରେ, ମୋ କଥା କ'ଣ ଶୁଭୁନି, ତୋ ବାଇକ୍ କାହିଁ? ଅମର ମୁଣ୍ଡ ଆଉଁସି କହିଲା, ବାପା, ରାସ୍ତାରେ ଅଛି ବାଇକ୍, ତାର ଇଞ୍ଜିନ୍ ଖରାପ ଅଛି, କାଲି ଯାଏ ବାଇକ୍ ଠିକ୍ କରି ନେଇ ଆସିବି। ଏତିକି କହି ଅମର ଚାଲିଗଲା। ରାତି ସାରା ଅମର
ଭାବୁଥାଏ ସେ ନିହାରିକାକୁ ଖୋଜିବ କେମିତି। ସେ ବାସ୍ ବାହାନା ଖୋଜୁଥାଏ ସେ ଝିଅକୁ ଖୋଜିବା ପାଇଁ। ହଠାତ୍ ତାକୁ ମନେ ପଡ଼ିଲା ଯେ ତା କଲେଜ ସାଙ୍ଗ ସେ ଗାଁରେ ହିଁ ରହୁଛି। ଅବଶ୍ୟ ଅମର ସେ ସାଙ୍ଗ ସହ ବେଶୀ କଥା ହୁଏନି, ତଥାପି ନିହାରିକାକୁ ଖୋଜିବା ପାଇଁ ସେ କଲେଜ ସାଙ୍ଗ ସହ କଥା ହେବାକୁ ବାଧ୍ୟ ହେଲା। ଫୋନ୍ କରିଲା ଅମର ତା ସାଙ୍ଗକୁ। ଫୋନ୍ ରିସିଭ୍ କରି ତା ସାଙ୍ଗ କହିଲା, ହ୍ୟାଲୋ, କ'ଣ ରମ୍ୟ ସାର୍ ଅଦିନରେ ମନେ ପକାଇଲେ? ଅମର ତା ସାଙ୍ଗର କଥା ଶୁଣି ହସିକି କହିଲା, ଆରେ ମୋ ବାଇକ୍ ତମ ଗାଁର ଆଖପାଖ ରାସ୍ତାରେ ଖରାପ ହେଇଯାଇଛି। ମୁଁ ଭାବିଲି ତୁ ତ ଅଛୁ, ତ ହେଲ୍ପ ନେଇ ତମ ଗାଁରେ ବାଇକ୍ଟା ଠିକ୍ କରି ନେଇ ଆସିବି। ଅମରର ସାଙ୍ଗ କହିଲା, ଆଚ୍ଛା ଏମିତି କଥା, ହଁ ହଁ ଠିକ୍ ଅଛି। କାଲି ତୁ ଆମ ଗାଁକୁ ଆସେ, ମୁଁ ତୋ ସହ ଯାଇ ତୋ ବାଇକ୍ ଠିକ୍ କରିଦେବି। ଆଉ ତୁ ବି ଆମ ଘର ପଟ ବୁଲି ଦେଇ ଚାଲିଯିବୁ। ଅମର କେବେ ତା ସାଙ୍ଗର ଘରକୁ ଯାଇନଥାଏ। ରାତି ପାହିଲା, ସକାଳ ହେଲା। ଅମର ପୁରା ରେଡ଼ି ହେଇ ବାହାରି ପଡ଼ିଲା ତା ସାଙ୍ଗ ପାଖକୁ। ଆଉ ମନେ ମନେ ଭାବୁଥିଲା, ଯଦି ସେ ଝିଅ କଥା ମୁଁ ମୋ ସାଙ୍ଗକୁ କୁହେ, ହୁଏତ ସେ ମୋତେ ସାହାଯ୍ୟ କରିପାରେ। ଅମର ସେ ଗାଁରେ ପହଞ୍ଚିଲା ପରେ ଫୋନ୍ କରିଲା ତା ସାଙ୍ଗକୁ ଆଉ କହିଲା, ଆରେ ମୁଁ ତ ଗାଁରେ ପହଞ୍ଚିଲି, ତୁ କେଉଁଠି ଅଛୁ? ଆସେ ଜଲ୍ଦି। ଅମରର ସାଙ୍ଗ ଉତ୍ତରରେ କହିଲା, ଆରେ ହଁ ହଁ ଆସୁଛି, ତୁ ସେଇଠି ହିଁ ରହିଥା, ମୁଁ ଜଲ୍ଦି ଯାଇ ତୋ ପାଖରେ ପହଞ୍ଚୁଛି। ଅମର ପାଖରେ ପହଞ୍ଚିଲା ତା ସାଙ୍ଗ ଆଉ ତା ବାଇକ୍କୁ ନେଇ ଗ୍ୟାରେଜ୍ରେ ଦେଲା। ବାଇକ୍ ଠିକ୍ ହେବାର କିଛି ସମୟ ଲାଗିବ ବୋଲି ମେକାନିକାଲ କହୁଥାଏ। ଅମରର ସାଙ୍ଗ କହିଲା, ଆରେ ଅମର, ଏଠି ଆଉ କ'ଣ କରିବା? ସେ ତ କହିଲେ ଆଉ କିଛି ସମୟ ଲାଗିବ ବୋଲି, ତୁ ଆସେ ଆମ ଘର ବୁଲି ଦେଇ ଚାଲିଯିବୁ। ଅମର ତା ସାଙ୍ଗର କଥାକୁ ମନା ନ କରି ଚାଲିଗଲା ତା ସହ ତା ଘରକୁ। କିନ୍ତୁ ସେ ନିହାରିକା ବିଷୟରେ ତା ସାଙ୍ଗକୁ କହିବ କେମିତି ସେ ଭାବୁଥାଏ। ଅମର ଆଉ ତା ସାଙ୍ଗ ପହଞ୍ଚି ସାରିଥିଲେ ତା ଘରେ। ଘର ଭିତରକୁ ଯାଇ ଅମରର ସାଙ୍ଗ ଜୋରରେ କହିଲା, ମା ଆସେ ଦେଖିବୁ, ମୋ ସାଙ୍ଗ ଆସିଛି। ଅମରର ସାଙ୍ଗର ମା କହିଲେ, ହଁ ହଁ ଆସୁଛି। ଆଉ ମା ଆସି ପହଞ୍ଚିଲେ ଅମର ଆଉ ତା ସାଙ୍ଗ ପାଖରେ। ଅମର ମାଙ୍କୁ ଦେଖି ପ୍ରଣାମ କରିଲା। ମା କହିଲେ, କିଏ ତମେ ଅମର ନା? ଅମର କହିଲେ, ମା ଆପଣ ମୋ ନାଁ କେମିତି ଜାଣିପାରିଲେ? ପ୍ରତ୍ୟୁତ୍ତରରେ ମା କହିଲେ, ଆରେ ବାବୁ, ତୋ ବିଷୟରେ ଦିନକୁ ଥରେ ହଉ କି ଦିଥର ହଉ ମୋ ପୁଅ ନିଶ୍ଚୟ କହୁଥାଏ। ଅମର ଶୁଣି ହସିଦେଲା। ଠିକ୍ ସେହି ସମୟରେ ଅମରର ସାଙ୍ଗର ସାନ ଭଉଣୀ ଆସୁଥାଏ। ଅମରକୁ ତା ସାଙ୍ଗ କହୁଥାଏ, ଦେଖ ଇଏ ହେଉଛି ମୋ ସାନ ଭଉଣୀ ନିହାରିକା। ଅମର ପୁରା ଆଶ୍ଚର୍ଯ୍ୟ ହୋଇଗଲା। ମାନେ ଯେଉଁ ଝିଅକୁ ସେ ଖୋଜୁଥିଲା ସେ ଶେଷକୁ ତା ସାଙ୍ଗର ଭଉଣୀ। ଅମରର ମୁଣ୍ଡ ଆଉ କିଛି କାମ କରୁନଥାଏ। ସେ କ'ଣ ରିଆକ୍ଟ କରିବ ସେ ନିଜେ ବି ଜାଣିପାରୁନଥାଏ। ଅମର କହିଲା, ଆରେ ସାଙ୍ଗ ଚାଲ ମୋ ବାଇକ୍ ଠିକ୍ ହେଇସାରିଥିବ ରେ, ମୁଁ ଜଲ୍ଦି ଘରକୁ ଯିବାର ଅଛି। ଅମରର ସାଙ୍ଗ କହୁଥାଏ, ରହୁନୁ, ଆସିକି 2 ମିନିଟ୍ ବି ହେଇନି, ରହ କ'ଣ ଦିଟା ଖାଇକି ଯିବା। ଅମର ଆଉ କିଛି ବି ଶୁଣୁନଥାଏ ତା ସାଙ୍ଗର କଥା। ଅମର କହୁଥାଏ, ଆରେ ମୁଁ ପୁଣି କେବେ ଆସିବି, ତୁ ଚାଲ ନା ଜଲ୍ଦି ଯିବା। ଅମରର ସାଙ୍ଗ ଆଉ ଅମର 2 ଜଣ ମିଶି ଯାଉଥିଲେ ଗ୍ୟାରେଜ୍କୁ। ଅଧ ରାସ୍ତାରେ ଅମରର ସାଙ୍ଗ ପଚାରିଲା, ଆରେ କ'ଣ ହେଇଛି ତୋର, ଏମିତି ସଡନ୍ଲି ଆସିଗଲୁ? ଅମର କହିଲା, ଆରେ ଶୁଣ ନା, ତୁ ଯଦି ରାଗିବୁନି ମୁଁ ତୋତେ ଗୋଟେ କଥା କହିବି। ଆଉ ହଁ, କଥା ଶୁଣି ସାରିଲା ପରେ ତୁ ଯେମିତି ମୋତେ ଖରାପ ଭାବିବନି। ଚାହିଁଲେ ମୁଁ ତୋତେ କଥା ଲୁଚେଇ ବି ପାରିଥାନ୍ତି, କିନ୍ତୁ ସତ କଥା କହିଦେଲେ ଠିକ୍ ଥିବ ବୋଲି ମୁଁ ତୋତେ କହିଦେଉଛି। ଏସବୁ ଶୁଣି ସାରିଲା ପରେ ଅମରର ସାଙ୍ଗ କହୁଥାଏ, କ'ଣ କଥା କହୁନୁ, ଏତେ ବୁଲେ ବାଙ୍କେ କ'ଣ କହୁଛୁ? ଅମର କହିଲା, ଆରେ ମୁଁ ନା ତମ ଗାଁର ଗୋଟେ ଝିଅକୁ ଭଲ ପାଉଛି। ଏତିକି ଶୁଣି ସାରିଲା ପରେ ଅମରର ସାଙ୍ଗ କହିଲା, ତୁ ଜଣକୁ ଭଲ ପାଉଛୁ? କିଏ, ନା କ'ଣ? ତୋ ପାଇଁ କଲେଜ ସାରା ପାଗଳ, ଆଉ ତୁ ଜଣକ ପାଇଁ ପାଗଳ? କହ ସେ ଝିଅର ନାଁ କ'ଣ? ଅମର ବୁଝେଇକି କହିଲା, ଆରେ ମୁଁ ତ ଭଉଣୀକୁ ହିଁ ଭଲ ପାଏ। ଏକଥା ଶୁଣି ଅମରର ସାଙ୍ଗ ପୁରା ଆଶ୍ଚର୍ଯ୍ୟ। କ'ଣ ମୋ ଭଉଣୀ?